ଭାରତର ସୁରକ୍ଷା ଉପରେ ବିପଦ ତିନି ଦେଶର ଏକାଠି ହେବା ଚୀନ ପାକିସ୍ତାନ ଏବଂ ବାଂଲାଦେଶ ସେମାନଙ୍କ ହିତ ପାଇଁ ପରସ୍ପରକୁ ସହଯୋଗ କରୁଛନ୍ତି। ଏହା ଭାରତର ସ୍ଥିରତା ଏବଂ ସୁରକ୍ଷା ଉପରେ ପ୍ରଭାବ ପକାଇବ। ଏହି ତିନି ଦେଶ ମଧ୍ୟରେ ମେଣ୍ଟ ଦେଶର ସୁରକ୍ଷା ପାଇଁ ବିପଦ। ଦେଶର ଚିଫ୍ ଜଷ୍ଟିସ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନ ଏକ କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ କହିଛନ୍ତି। ସିଡିଏସ୍ କହିଛନ୍ତି ବୈଶ୍ୱିକ ସ୍ଥିତି ବହୁତ ଅସ୍ଥିର। ଦୁନିଆ ପୁରୁଣା ବ୍ୟବସ୍ଥାରୁ ନୂଆ ବୈଶ୍ୱିକ ସନ୍ତୁଳନ ଦିଗରେ ବଢୁଛି। ଏହି ପରିବର୍ତ୍ତନ ମଧ୍ୟରେ ଆମେ ଆମେରିକାର ଭୂମିକା ମଧ୍ୟ ଜଟିଳତା ସୃଷ୍ଟି କରିଛି। ମଜବୁତ ଅର୍ଥବ୍ୟବସ୍ଥା ଦେଶର ଶକ୍ତି, ଆର୍ଥିକ ଏବଂ ବ୍ୟବସାୟିକ ସୁରକ୍ଷା ବି ରାଷ୍ଟ୍ରୀୟ ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ ଅଂଶ। ସ୍ଥିର ବିକାଶ ଏବଂ ପ୍ରଗତି ପାଇଁ ମଜବୁତ ଅର୍ଥବ୍ୟବସ୍ଥା ଜରୁରୀ। ସୁରକ୍ଷା ସେବେ ସମ୍ଭବ ହେବ ଯେବେ ଆନ୍ତରିକ ସୁରକ୍ଷା ସ୍ଥିତି ମଜବୁତ ଏବଂ ଆର୍ଥିକ ଆଧାର ସ୍ଥିର ହେବ। ସେ ଆହୁରି କହିଛନ୍ତି ଭାରତ ପରି ବିବିଧତା ଭରା ଦେଶରେ ଯୁଦ୍ଧ ଏବେ କେବଳ ସୀମା ନୁହେଁ, ସାଇବର, ଇଲେକ୍ଟ୍ରୋନିକ ଅସ୍ତ୍ର, ମିସାଇଲ, ହାଇପରସୋନିକ ଜରିଆରେ ହେଉଛି। ଏସବୁ ଏବେ ଅନେକ ଦେଶର ପୂର୍ଣ୍ଣ ରକ୍ଷା ପ୍ରଣାଳୀ ନାହିଁ। ଭାରତକୁ ତାର ପ୍ରସ୍ତୁତିକୁ ସବୁ ସ୍ତରରେ ବଢ଼ାଇବାକୁ ହେବ। ସିଡିଏସ୍ କହିଛନ୍ତି ଯେ ଯଦି ଚୀନ, ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ କୌଣସି ପ୍ରକାରର ରଣନୈତିକ ସହଯୋଗ ହୁଏ ତେବେ ଏହାର ସିଧାସଳଖ ପ୍ରଭାବ ଭାରତର ସୁରକ୍ଷା ଉପରେ ପଡ଼ିବ। ଏହି ତିନି ଦେଶର ସାଧାରଣ ସ୍ୱାର୍ଥ ଭାରତ ବିରୋଧରେ ଏକ ରଣନୈତିକ ଚ୍ୟାଲେଞ୍ଜ ହୋଇପାରେ, ବିଶେଷକରି ଯେତେବେଳେ ବାଂଲାଦେଶର ରାଜନୈତିକ ପରିସ୍ଥିତି ଅସ୍ଥିର ଥାଏ ଏବଂ ଏହାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତରେ ଆଶ୍ରୟ ନେଇଛନ୍ତି। ପହଲଗାମ ପ୍ରତିଶୋଧ ନେଇ ମେରେ ହୋଇଥିବା ଅପରେସନ ସିନ୍ଦୁରକୁ ନେଇ ସିଡିଏସ୍ କହିଛନ୍ତି ଏହି ସଂଘର୍ଷ ଭାରତ ପାକିସ୍ତାନ ପରମାଣୁ ଧମକକୁ ଭୁଲ ପ୍ରମାଣିତ କରିଛି। ଏହା ଦୁନିଆ ପାଇଁ ଏକ ଶିକ୍ଷା ଯାହା ପରମାଣୁ ଡର ଦେଖାଇ କୌଣସି ଦେଶ ତାର ବଦଭ୍ୟାସ ବଦଳାଇ ପାରିବ ନାହିଁ। ବ୍ୟୁରୋ ରିପୋର୍ଟ, ଦିନଲିପି ଲାଇଭ। ଦିନଲିପି ଲାଇଭକୁ ଏବେ ହିଁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।